श्रुतिसन्तना श्रुतिसन्तना शीतभूलकथा श्रुतिसन्तना शीतभूलकथा मन तळर व्यथा केते कथा मन तळर व्यथा केते कथा श्रुतिसन्तना श्रुतिसन्तना शीतभूलकथा मन तळर व्यथा केते कथा श्रुतिसन्तना। जय जगन्नाथ। नमस्कार। आपण मानकु स्मृति सांत्वना पत्रिकार प्रीतिपूर्ण अभिनंदन और सारस्वत शब्द प्रणाम। सुख को बांटिले बढ़ी थाए सुख, दुख को बांटिले छिड़े। सुख दुख सबू बंटा बंटी बेले अंग लिभा मने पड़े। अंग लिभा कथा बखाणी बसिले प्रीतिर संपर्क बढ़े। किंतु 2020 वर्षटी एक अदृश्य कोरोना भूताणुर दृश्यमान हाहाकार भितरे एपरी दीर्घश्वासर एक बलय खेलई देछि जे भावप्रीतिर बंधनर गंठी सब हुगुड़ा हो जाइछि। समाजर श्रेष्ठ जीव मनीष मुहरे पटी बांधी सामाजिक दूरता रक्षा करी आजिर ए विमर्श बेलारे रुंधी हुई गलानी जीवंत मरणर दीर्घश्वासरे। आमे समस्ते एक प्रकार जंत्रणार एक अंगलिभा जीवन को भोगी चलीचंती। गत एप्रिल मासरू स्मृति सांत्वना पत्रिका आपण मानकु एही कोरोनार कारुण्यरू किछि समय पई दूरे आनी एक आवेगपूर्ण परिवेश रे भिजै रखिबाकू प्रति मासर 2टी डिजिटाल साहित्य आसर करी आपण मानकु एक स्वप्नमय परिवेश रे किछि समय पई मग्न करि देबार एक सुजोग दे आसीची। ए दुस्समय समुद्र को पारी हेबा पई मानसिक शक्ति साउंटिबार प्रचेष्टा करिछि। सुख दुख हस कांदर घन घटा भितरे 2020 एबे जाउछि। 2021 आगमनर नूतन संदेशर वार्ता गगन पवन चारिआडे मुखरित हेउछि। तेबे एही कोरोना कबलित विमर्श 2020 रे आजि हेउछि डिसेम्बर 30 तारिख शेष डिजिटाल साहित्य आसर स्मृति सांत्वनार ए वर्ष पाई। एही विदाय पर्वरे भी कवि और लेखक माने निज निजर स्वप्नभुक मनर आवेग को निजर स्वतंत्र शैली रे एठारे उपस्थापना करिसेंती। आज आसरर संपादकीय कविता पढ़िबे संपादिका सविता राणी बेहेरा। कविता और आलोचना रे अछंती नुआ दिल्लीर रीताराणी नायक, फुलबाणीरू सुधीरा लक्ष्मी पट्टनायक, भद्रकरू व्यंग कवि विजय कुमार बहली, राउरकेलारू डली राणी ब्रह्मा, बारिपदारू बिरजा देवी ओ भुवनेश्वररू डाक्टर प्रमीला पाढ़ी, डॉक्टर सुषमा मिश्र, कवि अनिमा पट्टनायक, शिशु कवि सायंतिनी पट्टनायक और कवि अलका महांती। आपण मानकु समस्तंकु सुस्वागतम, अभिनंदन एवं नववर्षर शुभकामना। जय जगन्नाथ। सस्नेह धन्यवाद।
ନମସ୍କାର। ଜୟ ଜଗନ୍ନାଥ। ନମସ୍କାର। ଆଜି ମୋର କବିତାର ଶୀର୍ଷକ ନାରୀ। ସକଳ ଦୁର୍ଭାଗ୍ୟର ରକ୍ତାକ୍ତ ମୁହୂର୍ତ୍ତରେ ମୂର୍ଚ୍ଛାହତ ନାରୀର ଜୀବନ। ଶାପଗ୍ରସ୍ତ ଅହଲ୍ୟାର ପ୍ରାଣ ଝରି ପଡ଼େ ଟୋପା ଟୋପା ଲୁହର ସେଫାଳି ହୋଇ ସମୟର ରକ୍ତାକ୍ତ ସକାଳେ। ମାଟିର କଳସୀ ନାରୀ, ମାଟିର କଳସୀ ନାରୀ ଛୁଇଁଲେ ଛଅନ୍ତା, ଭାଗ୍ୟର ଲିଖନ ତାର କଣ୍ଢେଇ ଜୀବନ, ସାମୁଦ୍ରିକ ଭବିଷ୍ୟତ ତାର ଅଶ୍ରୁଳ ବ୍ୟଞ୍ଜନ। ନାରୀର ପୃଥିବୀ ସଦା ସନ୍ଦିହାନ ଲହୁ ଓ ଲୁହାଣ, ନାରୀର ଆର୍ତ୍ତ ଚିତ୍କାର ଗୁଞ୍ଜରିତ ଯୁଗ ଯୁଗାନ୍ତରୁ, ଭ୍ରୂଣରୁ ଆରମ୍ଭ କରି 5-25 ପୁଣି ପ୍ରୌଢ଼ା ପର୍ଯ୍ୟନ୍ତେ କେଉଁଠି ନିସ୍ତାର ନାହିଁ, କେଉଁଠି ନିସ୍ତାର ନାହିଁ ଲାଞ୍ଛିତା ନିର୍ଯାତିତା ସମୟର ଅଭୁଲା କାହାଣୀ। ପୋଥି ଓ ପୁରାଣ ବନ୍ଧା ଜୀବନତା ଲୁହର ଓଢ଼ଣୀ। ସ୍ୱାଧୀନତା ସ୍ୱପ୍ନ ତାର ହଜିଯାଏ ନିର୍ଯାତନା ଝଡ଼ ବତାସରେ, ପଥର ତଳେ ଚାପି ହୋଇ ବଞ୍ଚେ ସିଏ ସେଥା ଦୁବ ଘାସ ପରି। ଦୁଇ କୂଳ ହିତ ସିନା ନିଜ ପାଇଁ ହା ଓ ହୁତାଶ, ଚକ ଯଦି ଘୂରିଯାଏ ଅଖ ଘୂରିଯାଏ ସୁସଜ୍ଜିତ ଧୂପ କାଠି, ନିରୀହ ମେଷ ଶାବକ ସିଏ ଜୁଳୁ ଜୁଳୁ ଖାଲି ଚାହିଁଥାଏ। ସମୟର ରକ୍ତ ନଈ କୂଳ ଲଙ୍ଘିଯାଏ, ସମୟର ରକ୍ତ ନଈ କୂଳ ଲଙ୍ଘିଯାଏ, ନଈର ଭାଗ୍ୟ ବିଧାତା ଅନନ୍ତ ଆକାଶ, ନାରୀର ଭାଗ୍ୟ ନିୟନ୍ତା ମର୍ତ୍ତ୍ୟର ପୁରୁଷ। ଆଉ ସବୁ ଯୋଜନା ଓ ଭାଷଣର ବନ୍ୟା ସବୁ ମିଛ, ସବୁ ମିଛ, ସବୁ ଡାହା ମିଛ। ନାହିଁ ଏଠି ବୟସର ସୀମା ସରହଦ, ନାହିଁ ଏଠି ନୂଆ ବର୍ଷ ପୁରୁଣା କି ବର୍ଷ, ବର୍ଷକର ଶିଶୁ କନ୍ୟାକୁ ନେଇ ଅଶୀତପର ବୃଦ୍ଧା ଝୁରେ ଲହୁ ଲୁହାଣରେ। ପରୀମାନଙ୍କ ପର କଟା ହୁଏ କଅଁଳ ମାଂସ ତାଙ୍କର, ଝୁଣି ଭିଣି ଏ ମଣିଷ ଖାଏ ପ୍ରଗତିର ମହୁ ମୁହାଣରେ। ନମସ୍କାର। ସ୍ମୃତି ସାନ୍ତନା ପରିବାରର ସମସ୍ତଙ୍କୁ ମୋର ସାରସ୍ୱତ ପ୍ରଣାମ। ମୋ କବିତାର ଶୀର୍ଷକ ହେଲା ବଡ଼ ଠାକୁର। ବଡ଼ ଏକା ଲାଗେ ବଡ଼ ଠାକୁର, ବଡ଼ ଏକା ଲାଗେ ବଡ଼ ଠାକୁର, ନଥିଲେ ଜଗତପତି ସାଥିରେ ମୋର, ବଡ଼ ଏକା ଲାଗେ ବଡ଼ ଠାକୁର। ତୋ ବିନୁ ଅସାର ସବୁ ତୋ ବିନୁ ଶୂନ୍ୟ, କୋଉଠି ଲାଗେ ନା ପ୍ରଭୁ ମୋର ଏ ମନ, ଅଧୀର ମନ ନେଇ ଯିବି ମୁଁ କହ କାହିଁ, ଅଧୀର ମନ ନେଇ ଯିବି ମୁଁ କହ କାହିଁ, ନାହିଁ କେହି ଏ ଜଗତେ ମୋ ଆପଣାର, ବଡ଼ ଏକା ଲାଗେ ବଡ଼ ଠାକୁର, ବଡ଼ ଏକା ଲାଗେ ବଡ଼ ଠାକୁର। ନ ହୁଅଇ ନିଦ ମୋତେ ନ ରୁଚେ ଭାତ, ନଥିଲେ ସାଥିରେ ମୋର ମୋ ଜଗନ୍ନାଥ, ଚାତକ ପ୍ରାୟ ହୋଇ ତୋ ପଥ ଅଛି ଚାହିଁ, ଚାତକ ପ୍ରାୟ ହୋଇ ତୋ ପଥ ଅଛି ଚାହିଁ, ସତେ କି ମନ ପଡ଼ଇ ମନରେ ତୋର, ବଡ଼ ଏକା ଲାଗେ ବଡ଼ ଠାକୁର, ବଡ଼ ଏକା ଲାଗେ ବଡ଼ ଠାକୁର।
ସାରା ସଂସାର ଦିଶଇ ମୋତେ ଅନ୍ଧାର, ଯେତେ ବିଢାଳିଲେ ସୂର୍ଯ୍ୟ ଆଲୁଅ ତାର, ତୋ ବିନୁ ଦିଶେ ନାହିଁ କିଛି ମୋ କଳା ସାଇଁ, ତୋ ବିନୁ ଦିଶେ ନାହିଁ କିଛି ମୋ କଳା ସାଇଁ, ତୋ ମସ୍ତକ ମଣି ବାଟ କଢ଼ାଏ ମୋର, ବଡ଼ ଏକା ଲାଗେ ବଡ଼ ଠାକୁର, ବଡ଼ ଏକା ଲାଗେ ବଡ଼ ଠାକୁର, ନଥିଲେ ଜଗତପତି ସାଥିରେ ମୋର, ବଡ଼ ଏକା ଲାଗେ ବଡ଼ ଠାକୁର। ନମସ୍କାର, ମୋ ନାଁ ସାୟନ୍ତିନୀ ପଟ୍ଟନାୟକ। ମୁଁ କ୍ଲାସ୍ 3ରେ ପଢୁଛି। ମୋ ସ୍କୁଲ ନାଁ ସେଣ୍ଟ ଜୋସେଫ ହାୟର ସେକେଣ୍ଡାରୀ ସ୍କୁଲ। ମୁଁ ଏବେ ଗୋଟେ ଛୋଟ ଗୀତଟେ ଗାଇବାକୁ ଯାଉଛି। ସେ ଛୋଟ ଗୀତର ନାମ କି ସୁନ୍ଦର ଆହା। କି ସୁନ୍ଦର ଆହା, କି ଆନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ପାର, ସୂର୍ଯ୍ୟ ଚନ୍ଦ୍ର ତାରା ତୁମ୍ଭରି ଆଜ୍ଞାରେ ବରସନ୍ତି ଜ୍ୟୋତି ରାଶି, ତୁମ୍ଭରି କୁସୁମ ପ୍ରତି ପ୍ରଭାତରେ ହସଇ ଆନନ୍ଦେ ଭାସି, ପିତା ମାତା ବନ୍ଧୁ ଭାଇ ଭଗିନୀର ହୃଦୟ ଦେଇଛ ପ୍ରୀତି, ତେଣୁ ମୁଁ ସଂସାରେ ରହିଛି ଆନନ୍ଦେ ସୁଖ ଭୁଞ୍ଜି ନୀତି ନୀତି, ଦିଅ ଭକ୍ତି ପ୍ରଭୁ ହୃଦୟ ମୋହର ବିରାଜ ନିତ୍ୟ ତହିଁରେ, ସତ୍ୟପତେ ରହି ତୁମ୍ଭରି ଆଶ୍ରାରେ ଯାଉ ମୋ ଦୀନ ମହିରେ, ଯାଉ ମୋ ଦୀନ ମହିରେ, ଯାଉ ମୋ ଦୀନ ମହିରେ। ଧନ୍ୟବାଦ। ନମସ୍କାର ପ୍ରିୟ ସାହିତ୍ୟପ୍ରେମୀ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ସମସ୍ତଙ୍କୁ ମୋ ଅନ୍ତରର ସ୍ନେହ ଓ ଶୁଭେଚ୍ଛା। ସ୍ମୃତି ସାନ୍ତ୍ୱନା ପତ୍ରିକା ଏବଂ ସ୍ମୃତି ସାନ୍ତ୍ୱନା ଡିଜିଟାଲ ସାହିତ୍ୟ ଆସରର ପ୍ରାଣ ପ୍ରତିଷ୍ଠାତ୍ରୀ ସମ୍ପାଦିକା ଓ ସାହିତ୍ୟିକା ଶ୍ରୀମତୀ ସବିତା ରାଣୀ ବେହେରାଙ୍କୁ ମୁଁ ଅନ୍ତରରୁ କୃତଜ୍ଞତା ଜଣାଉଛି, କାରଣ ଆଜିର ଏହି ଡିଜିଟାଲ ମଞ୍ଚରେ ସେ ଆପଣମାନଙ୍କ ସହିତ ମୋତେ ଯୋଡ଼ି ଦେଇଛନ୍ତି। ଆତ୍ମପ୍ରକାଶର ଅନୁଭବ। ପିଲାଦିନରୁ ଆଜି ପର୍ଯ୍ୟନ୍ତ ଏହି ଚଳନ୍ତା ଜୀବନଭୂମିରେ ଉପନୀତ ହେଲାବେଳେ ସବୁ ବଦଳି ଯାଇଛି। ଭିତରେ ବୟସ, ବାହାରେ ଚେହେରା। ଯାହା ମୋ ଭିତରେ ଆଜି ବି ଅପରିବର୍ତ୍ତିତ ତାହା ମୋର ଲେଖିବା ପଢ଼ିବାର ନିଶା। ବହି, ଖାତା, କଲମ ମୋର ସବୁଠୁ ପ୍ରିୟ। ବହି ଧରିଲେ ମୁଁ ଭୁଲିଯାଏ ନିଜକୁ। ବହି ପଢ଼ିଲେ ମୁଁ ନିଜେ ଯେମିତି ବୋହିଯାଏ। ଗୋଟିଏ ଜାଗାରେ ଥାଇ ମୁଁ ପରିଭ୍ରମଣ କରୁଥାଏ ସାରା ଜଗତରେ। ଚରିତ୍ରମାନଙ୍କ ସହିତ ଯାତ୍ରା କାଳରେ କେତେ ଚିହ୍ନା ଅଚିହ୍ନା ଘଟଣାବଳୀ, କଳ୍ପନାତୀତ ନୈସର୍ଗିକ ଦୃଶ୍ୟ, ମିଳନ ବିରହର ଦୁନିଆ, ପାପ ପୁଣ୍ୟର ରାସ୍ତା ପ୍ରଲମ୍ବିତ ହୋଇ ମୋତେ କେବେ ପ୍ରବୋଧିତ ଓ ପ୍ରଚୋଦିତ କରୁଥାଏ ତ କେବେ ମୁଗ୍ଧ ଚକିତ କରୁଥାଏ। ବାଲ୍ୟ ବୟସରୁ ଆମ ଘରେ ଯେଉଁ ପାଠକୀୟ ଓ ଲେଖକୀୟ ପରିବେଷ୍ଟନୀ ଥିଲା ତାହା ମୋ ସୃଜନଶୀଳ ଶବ୍ଦପ୍ରୀତିର ଭିତ୍ତି ସ୍ୱରୂପ। ଆଶୁକବି ଜେଜେମା, ସାହିତ୍ୟିକ ଅଜା ଆଈର ମୁଦ୍ରିତ ଗଳ୍ପ, ସାହିତ୍ୟ ଭକ୍ତ ବୋଉନନାଙ୍କ ସୃଷ୍ଟି ସମ୍ଭାର ଓ କିଶୋର ଅବସ୍ଥାରୁ ଭାଇନାର ଲେଖାଲେଖି ଅଭ୍ୟାସ ମୋ ଅନ୍ତରରେ ଭରି ଦେଇଥିଲା ପଠନ ପିପାସା ସାଙ୍ଗରେ ଲେଖିବାର ଭାବନା। ଘରେ ମହଜୁଦ ଥିବା ଗଳ୍ପ, କବିତା, ଉପନ୍ୟାସ ଆଦି ପଢ଼ିଲା ବେଳେ ଭାବୁଥିଲି ମୁଁ ଏମିତି ଲେଖିପାରନ୍ତି କି? ଲୁଚେଇ ଲୁଚେଇ ଲେଖୁ ଲେଖୁ ଦେଖିଲା ବୋଉ। ସେତେବେଳେ ଲେଖିବା ପାଇଁ ବୋଉ ମୋତେ ଯେଉଁ ଉତ୍ସାହ ଦେଇଥିଲା ତାର ଧାରା ଏବେ ବି ଅବ୍ୟାହତ ରହିଛି। ମୋ ଲେଖିବାପଣକୁ ବଢ଼ାଇବାରେ ଭାଇନାର ପ୍ରେରଣା ଅତୁଳନୀୟ। କଲେଜରେ ପଢ଼ିଲା ବେଳକୁ ମୋର କବିତା ନିୟମିତ ସ୍ଥାନିତ ହେଉଥିଲା ପ୍ରଜାତନ୍ତ୍ରର ସାପ୍ତାହିକୀରେ। ଅତୀତରେ ଲଗାତାର କିଛି ବର୍ଷ ବିଷୁବ ମିଳନରେ କବିତା ପାଠ କରିବା ଓ ବିଶିଷ୍ଟ କବିମାନଙ୍କୁ ଦେଖିବା, ଶୁଣିବାର ସେହି ଆଦ୍ୟ ସୃଜନାନୁଭୂତି ମୋ ମାନସପଟରେ ଏବେ ବି ଜୀବନ୍ତ। ବୈବାହିକ ବନ୍ଧନ ଯୋଗୁଁ ବାପଘରୁ ଶାଶୁଘରକୁ ଯାଇ ମୋର
କ୍ରମବର୍ଦ୍ଧିଷ୍ଣୁ ଗୃହିଣୀତ୍ୱର ଛାଇ ତଳେ ଆଉ ଉଧେଇ ପାରିଲାନି ମୋ କବିସତ୍ତା। କବିତ୍ୱ ହୁଏତ ଶବ୍ଦାୟିତ ହେଉନଥିଲା, କିନ୍ତୁ ମୋ ଅଭ୍ୟନ୍ତରରେ ବିସ୍ତାରିତ କରୁଥିଲା ନାରୀତ୍ୱର ମହନୀୟତା ଓ ମାନବିକତାର ମର୍ମ କଥା। ଘନ ଘୋର ବାସ୍ତବତାର ଚଉମୁହାଣୀରେ ଥାଇ ବି ସଦାସର୍ବଦା କଳ୍ପନାର ପକ୍ଷ ମିଳି ବାତାୟନ ଫାଙ୍କ ଦେଇ କବି ମନମୋର ତୋଳି ଆଣୁଥିଲା ଆକାଶରୁ ଜହ୍ନ ତାରା ଅନ୍ଧାର। ଫୁଲ ଚଢ଼େଇ ନଈ ପ୍ରଜାପତି ଫିଟି ପଡ଼ୁଥିବା ସକାଳ, ନଈ ଆସୁଥିବା ଗୋଧୂଳି, ଭିନ୍ନ ଭିନ୍ନ ଋତୁର ଅର୍ଗଳି ମୋତେ ସମ୍ମୋହିତ କରେ କାବ୍ୟିକ ଠାଣିରେ। ଅଦୃଷ୍ଟର ଅବୋଧ୍ୟ ରହସ୍ୟ ମୋତେ ଦେଇଛି ଅଭୂତପୂର୍ବ ସ୍ପର୍ଶ। ଏତଦ୍‌ବ୍ୟତୀତ କେଉଁଠି ଆଖପାଖରେ କାହାର କିଛି ଦୁଃଖପ୍ରଦ ଘନଘଟାରେ ମୋତେ ଭାରି ଭାରାକ୍ରାନ୍ତ ଲାଗେ। ସୁଖ ଦୁଃଖର ଗତିପଥରେ ବାଟ ଚାଲିବା ବେଳେ କ୍ରମଶଃ ଶିଖିଗଲି ପ୍ରତିକୂଳତାକୁ ପ୍ରତିହତ କରିବାର ସୃଜନ କଳା। ରାତି ଅଧରେ ଲେଖନୀ ଧରି ଗଚ୍ଛିତ ସ୍ମୃତି ଓ ସ୍ୱପ୍ନକୁ ରାଶି ରାଶି କବିତାର ପଂକ୍ତିରେ ଗୁନ୍ଥିଦେଲି। ମନକୁ ଆନ୍ଦୋଳିତ କରୁଥିବା ଅପାସୋରା ଘଟଣାକ୍ରମକୁ ସଜେଇ ଦେଲି କାହାଣୀ ମାଳାରେ। ମୋ ଦୁଇ ପୁଅ ଟିକେ ବଡ଼ ହେବା ପରେ ଦୁହିଁଙ୍କ ସାଙ୍ଗମାନଙ୍କୁ ଏକାଠି କରି ଗୀତ, ନାଚ, ଡ୍ରାମା କରେଇବାରେ ମୁଁ ବିଶେଷ ଆନନ୍ଦ ପାଏ। ମୋର କିଛି ନାଟକ ବିଭିନ୍ନ ସ୍କୁଲ, କଲେଜ ଓ ଅନୁଷ୍ଠାନ ଦ୍ୱାରା ମଞ୍ଚସ୍ଥ ହେବାର ଅନୁଭୂତି ମୋ ପାଇଁ ଏକ ସନ୍ତୋଷଜନକ ପ୍ରାପ୍ତି। ପିଲାଙ୍କ ଉଦ୍ଦେଶ୍ୟରେ କବିତା ଲେଖିବା, ଜନହିତକର କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ମୋ ସ୍ଲୋଗାନ ପଥପ୍ରାନ୍ତ ହୋର୍ଡିଂରେ ରହିବା, ଏପରିକି ପରିବାର ଓ ପରିଚିତ ମଣ୍ଡଳୀର ସାମାଜିକ ଉତ୍ସବରେ ଶୁଭେଚ୍ଛା ଅଥବା ଶୋକଗୀତି ଲେଖିବା ଆଦି ବିଭିନ୍ନ ଦିଗରେ ମୋ ଲେଖନୀ ସକ୍ରିୟ ରହିଛି। କିଛି ନା କିଛି ଲେଖୁଥାଏ ବୋଲି ଜଣା ଅଜଣା ମହଲରେ ମୋ ପ୍ରତି ଅନ୍ୟମାନଙ୍କର ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଥାଏ। କାହା ପାଖରୁ ମୋ ଲେଖା ପାଇଁ ପ୍ରଶସ୍ତି ପାଇଲେ ଖୁସି ହେବା ସହିତ ମୁଁ ଭୟଗ୍ରସ୍ତ ହୁଏ। ଲେଖା ଯେ କେବଳ ନିଜ ମନସାଧ ମେଣ୍ଟାଇବା ପାଇଁ ନୁହେଁ, ବରଂ ଏହା ଏକ ଦାୟିତ୍ୱ ସମ୍ପନ୍ନ ସୃଜନଶୀଳ ଯାତ୍ରା, ଏହି ଭାବ ମୋତେ ଆତ୍ମସଚେତନ କରେ। ମୋର କବିତା ଓ ଗଳ୍ପ ପୁସ୍ତକ ଠାରୁ ମୁଁ ଅଧିକ ତୃପ୍ତି ଲାଭ କରିଛି ମୋ ସମାଲୋଚନାମୂଳକ ଗ୍ରନ୍ଥରେ। ଯତିପାତ ରହିତ କବିତା ଲାଳିତ୍ୟଶୂନ୍ୟ ଓ ପାଠକର ହୃଦୟସ୍ପର୍ଶୀ ନୁହେଁ, ଏପରି ଅଭିଯୋଗ ବିରୁଦ୍ଧରେ ସ୍ୱର ଉଠାଇ ମୁକ୍ତଛନ୍ଦ କବିତାରେ କିପରି ଅନ୍ତର୍ଲାଳିତ୍ୟ ରହିଛି ତାହା ଦର୍ଶାଇ ମୁଁ ଲେଖିଥିବା ବହିଟି ହେଉଛି ଗଦ୍ୟ କବିତାର ଅନ୍ତର୍ଚ୍ଛନ୍ଦ 70ରୁ ସମ୍ପ୍ରତି। ଏହି ବହିର ବହୁଳ ଆଦୃତି ମୋ ପାଇଁ ଈଶ୍ୱରଙ୍କ ବରଦାନ ତୁଲ୍ୟ। ମୋ ଲେଖାଲେଖି ମୂଳରେ ଯେ ଅଯାଚିତ ଈଶ୍ୱର କରୁଣା ରହିଛି, ଏହା ମୁଁ ମର୍ମେ ମର୍ମେ ଅନୁଭବ କରେ। ମୋ ସୃଜନ କର୍ମର କେନ୍ଦ୍ରରେ ରହିଛି ମୋ ଇହ ପରକାଳର ସାଥୀ ଓ ଆତ୍ମଜ ଦୁହିଁଙ୍କର ଆବେଗିକ ସମର୍ଥନ ଓ ଅକୁଣ୍ଠିତ ସହଯୋଗ। କେତେ କ'ଣ ଲେଖିଦେବାକୁ ମୋର ପ୍ରବଣତା ମୋତେ ଅଥୟ କରେ, କିନ୍ତୁ କଲମ ଧରିବା ପାଇଁ ମୋର ନିଜସ୍ୱ ସମୟ କାହିଁ? ତଥାପି ଲତାଟିଏ ଯେମିତି କଣ୍ଟା ଝଣ୍ଟାକୁ ନ ମାନି ଆଗକୁ ମାଡ଼ିଯାଏ, ସେମିତି ମୁଁ ନିରନ୍ତର ପ୍ରୟାସ କରୁଥାଏ ଅବ୍ୟକ୍ତରୁ ବ୍ୟକ୍ତ ହେବା ପାଇଁ। ଲେଖି ହେଉ କି ନ ହେଉ, ଭଲ ବହିଟିଏ ପଢ଼ିପାରିଲେ ମୁଁ ଲହଡ଼ି ଭାଙ୍ଗେ ଆନନ୍ଦର ସାତ ସମୁଦ୍ରରେ। ଶୋଇଲେ, ଉଠିଲେ, ବସିଲେ, ପୂଜିଲେ, ଯେକୌଣସି କାର୍ଯ୍ୟରେ ବ୍ୟସ୍ତ ଥିଲେ ବି ମୁଁ ଶବ୍ଦର ଜପାମାଳି ଜପୁଥାଏ। ଏମିତିକି କେବେ କେବେ ମୋ ସ୍ୱପ୍ନରେ ବି ମୁଁ ଛପି ଛପି ଧାଉଁଥାଏ ଧରିବାକୁ ଶବ୍ଦ ଆଉ ଶବ୍ଦର ରଙ୍ଗ ବେରଙ୍ଗ ପ୍ରଜାପତି। ସାହିତ୍ୟ ସର୍ବସ୍ୱ ହୋଇ ଶବ୍ଦର ପୃଥିବୀକୁ ସାଉଁଟିବା ଓ ନିଜର ସୃଜନଶୀଳତା ପ୍ରତି ଅଙ୍ଗୀକାରବଦ୍ଧ ରହି ସୃଷ୍ଟିମଗ୍ନ ହେବାର ଅନ୍ତରଙ୍ଗ ପ୍ରକ୍ରିୟାରେ ମୁଁ ଜୀଇ ପାରୁଛି କି ସୁନ୍ଦର ମୁଖରିତ ନୀରବତାର ସାରସ୍ୱତ ଜୀବନ। ଆପଣମାନଙ୍କୁ ସମସ୍ତଙ୍କୁ ମୋ ଅନ୍ତରରୁ ଶୁଭେଚ୍ଛା ଜଣାଉଛି। ମୁଁ ଡକ୍ଟର ସୁଷମା ମିଶ୍ର। ଧନ୍ୟବାଦ। ନମସ୍କାର। ମୋର କବିତା ବସନ୍ତର ପଦଧ୍ୱନି ମୁଁ ଆବୃତ୍ତି କରୁଛି। ଫଗୁଣ ଫେରିଛି ରଙ୍ଗ ଡାଲା ଧରି ମୋ ଦୁଆରେ ପୁଣି ଥରେ, ଦେହ ମନ ମୋର ରଙ୍ଗିନୀ ହୋଇଲା ତୁମ ପ୍ରେମ ସରାଗରେ। ଖେଳିଗଲା ଅଙ୍ଗେ ତୁମ ପ୍ରୀତି ରଙ୍ଗେ ଅଫୁରନ୍ତ ଶିହରଣ, ଶୟନେ ସପନେ ଅବା ଜାଗରଣେ କରେ ତୁମ ଅନ୍ୱେଷଣ। ପ୍ରେମ ବଗିଚାର ଫୁଲ ବଣେ କେତେ ମହକେ ରଜନୀ ଗନ୍ଧା, ତୁମ ପ୍ରୀତି ମଖା ସପନରେ ଆଜି ମୋ ମନ ପଡ଼ିଛି ବନ୍ଧା। ଭଗ୍ନ ହୃଦୟରେ ଭରିଦେଲ ଆସି ନୂତନ ରାଗ ମଲ୍ଲାର, ମନ ଉପବନେ ହୁଏ ପ୍ରଭାବିତ ସ୍ମିତ ମଳୟର ଧାର। କେତେ ଯେ ଫଗୁଣ ଫିକା ପଡ଼ିଥିଲେ ନୈରାନ୍ଦ୍ର ଗୋଧୂଳି ବେଳେ, ପ୍ରୀତିସିକ୍ତ ମନ ହୋଇଛି ବିଭୋର ନୀରବରେ ବସି ବାଳେ। ନମସ୍କାର। ନମସ୍କାର, ମୁଁ ସୁଧୀରା ଲକ୍ଷ୍ମୀ ପଟ୍ଟନାୟକ ଫୁଲବାଣୀରୁ କହୁଛି।
ମୋ କବିତାର ଶୀର୍ଷକ ମୁଁ ତୁମ ନୀଳ କଇଁ। ତୁମେ ରହିଅଛ ମୋ ମନ ଭିତରେ ବୁଢ଼ୀ ଆଣି ଜାଲ ପରି। ତୁମେ ରହିଅଛ ମୋ ମନ ଭିତରେ ବୁଢ଼ୀ ଆଣି ଜାଲ ପରି। ବୁଝି ପାରୁନାହିଁ ଭାବନା ରାଜ୍ୟରୁ କେମିତି ଯିବି ବାହାରି। ତୁମକୁ ନେଇ ମୁଁ କବିତା ଲେଖିବି ଭାବୁ ଭାବୁ ହେଲା ରାତି। ତୁମକୁ ନେଇ ମୁଁ କବିତା ଲେଖିବି ଭାବୁ ଭାବୁ ହେଲା ରାତି। ଲେଖନୀ ମୋହର ଶିଥିଳ ହୋଇଲା ହଜିଗଲା ମୋର ସ୍ମୃତି। ମନ ଲାଗେ ଆଜି ଭାରି ଏକା ଏକା ବିଜନ ବେଳାରେ ବୁଲେ। ମନ ଲାଗେ ଆଜି ଭାରି ଏକା ଏକା ବିଜନ ବେଳାରେ ବୁଲେ। ସ୍ୱପ୍ନର ବୋଇତ ମେଲାଇ ଦେଇଛି ଧୀରେ ଧୀରେ ସେ ତ ଚାଲେ। ନାହିଁ ମୋ ପାଖରେ ତୁମରି ଠିକଣା କେବଳ ଦେଖେ ମୁଁ ଛାଇ। ନାହିଁ ମୋ ପାଖରେ ତୁମରି ଠିକଣା କେବଳ ଦେଖେ ମୁଁ ଛାଇ। ପୁନେଇ ରାତିର ଜହ୍ନ ଗୋ ତୁମେ ମୁଁ ତୁମ ନୀଳ କଇଁ। ପୁନେଇ ରାତିର ଜହ୍ନ ଗୋ ତୁମେ ମୁଁ ତୁମ ନୀଳ କଇଁ। ଧନ୍ୟବାଦ। ଶ୍ରୁତି ସାନ୍ତନା ପତ୍ରିକାର ଡିଜିଟାଲ ଆଶ୍ରୟକୁ ସୁଚାରୁ ରୂପେ ତୁଲାଇ ଆସୁଛନ୍ତି ଏହାର ସମ୍ପାଦିକା ଶ୍ରୀମତୀ ସବିତା ରାଣୀ ବେହେରା, ଯାହାଙ୍କର ସୁନ୍ଦର ଅଭିଭାଷଣ ଓ ସ୍ପଷ୍ଟ ବକ୍ତବ୍ୟ ସମସ୍ତଙ୍କୁ ଅଭିଭୂତ କରି ରଖିଛି। ପ୍ରଥମେ ମୁଁ ସବିତା ବାପାଙ୍କୁ ମୋର ହୃଦୟରୁ ଅଭିବାଦନ ଜଣାଉଛି। ମୋତେ ଏହି କବିତା ଆଶ୍ରୟରେ କବିତା ପାଠ କରିବାର ସୁଯୋଗ ଦେଇଥିବାରୁ ଅଶେଷ ଧନ୍ୟବାଦ। ମୁଁ ଶ୍ରୀମତୀ ଅଳକା ମହାନ୍ତି, ଭୁବନେଶ୍ୱରରୁ ସମସ୍ତ ସାରସ୍ୱତ ସାଧକ ସାଧିକା ଓ ଶ୍ରୋତାଙ୍କୁ ବିନମ୍ର ନମସ୍କାର। ମୋର କବିତାର ଶୀର୍ଷକ ଶେଷ ସିଦ୍ଧାନ୍ତ। ଶେଷ ସିଦ୍ଧାନ୍ତ। ପଡ଼ିଯାଇ ନାହିଁ ମାଟିର ଅତଡ଼ା ତଳେ, ପଚିସଢ଼ି ଯାଇ ନାହିଁ ଅଧିକ ଜଳେ। ଭାସି ଯାଇ ନାହିଁ ବନ୍ୟାର ପ୍ଲାବନରେ, ଉଡ଼ି ଯାଇ ନାହିଁ ଖଣ୍ଡ ପ୍ରଳୟ ବାତ୍ୟାରେ। ମୂର୍ତ୍ତିଟିଏ ପରି ରହିଅଛି ଦୁନିଆରେ, ଅନ୍ଧମୁକ କାଲ ବେଶେ ଅଭିନୟ କରେ। ବଞ୍ଚାଇ ଦେବେ ନାହିଁ କେହି ନିଶ୍ଚିନ୍ତରେ, ରୋଗଶୋକ ପରିତାପ ସବୁ ତ ସାଥିରେ। ଖେଳୁଛି ବାଉଁଶ ରାଣୀ ଖେଳ ପ୍ରତିପାଦରେ, ଚଢ଼ୁଛି ଦୁଇ ସ୍ତମ୍ଭର ସରୁ ସୂତା ଖିଅରେ। ଭାରସାମ୍ୟ ପାଇଅଛି ବାଡ଼ିଟି ହାତରେ, ମୁହୂର୍ତ୍ତ ଅବହେଳାରେ ପଡ଼ିଯାଇପାରେ। ସରୁ ନାହିଁ ରାସ୍ତା ସରିବନି ଜୀବନରେ, ସୁଦିନ ଦୁର୍ଦିନ ଯାହା ରହିଛି ଭାଗ୍ୟରେ। କେତେବେଳେ ପାଦ ରହେ ଖଣ୍ଡାର ଧାରରେ, କେବେ ପୁଣି ଗୋଡ଼ ପଶି ଯାଏ କାଦୁଅରେ। ତଥାପି ଠିଆ ହୋଇ ରହିଛି ଟାଣରେ, ନିରର୍ଥକ ଶବ୍ଦରୁ ଅର୍ଥ ଖୋଜୁଛି ଭିତରେ। ଅଣ୍ଟିବନି ସମୟ ଚାଲିଛି ବେଗରେ, ପହଞ୍ଚିବା ପାଇଁ ବ୍ୟଗ୍ର ଶେଷ ସିଦ୍ଧାନ୍ତରେ। ଧନ୍ୟବାଦ। ସାନ୍ତନା ପତ୍ରିକାର ସମ୍ପାଦିକା ଶ୍ରଦ୍ଧେୟା ସବିତା ରାଣୀ ବେହେରାଙ୍କୁ ଅନେକ ଶୁଭେଚ୍ଛା, ଶୁଭକାମନା, ଅଭିନନ୍ଦନ। ତାଙ୍କର ଚେଷ୍ଟା ସୁଦୂର ପ୍ରସାରୀ ହେଉ, ଏହିଭଳି ଭାବରେ ତାଙ୍କ ପତ୍ରିକା ଉନ୍ନତରୁ ଉନ୍ନତତର ହେଉ, ଏହି ଆଶୀର୍ବାଦ କରି ମୋର କବିତା ପାଠ କରୁଛି। ମୁଁ ବିରଜା ଦେବୀ ବାରିପଦାରୁ ମୋର କବିତା ପଢ଼ୁଛି। ମୋ କବିତାର ଶୀର୍ଷକ ହେଲା ଖାସ୍ ସେଇ ପୁରୁଷଟି ପାଇଁ। କବିତାର ଶୀର୍ଷକ ଖାସ୍ ସେଇ ପୁରୁଷଟି ପାଇଁ। ଶୁଭ ଶଙ୍ଖ ସାଥେ ସାଥେ ମନ ଓ ଶରୀର, ଖାସ୍ ସେଇ ପୁରୁଷ ପାଇଁକି। ଯାହା ହାତେ ଥିଲା ହାତ ସବୁରି ଆଗରେ, ଚୁକ୍ତିପତ୍ର ଲେଖା ହେଲା ସମର୍ପିତ ହେବା ପାଇଁ ସାରାଟା ଜୀବନ, ଖାସ୍ ସେଇ ପୁରୁଷ ପାଇଁକି। ଶୁଭ ଶଙ୍ଖ ସାଥେ ସାଥେ ମନ ଓ ଶରୀର, ଖାସ୍ ସେଇ ପୁରୁଷ ପାଇଁକି। ଯାହା ହାତେ ଥିଲା ହାତ ସବୁରି ଆଗରେ, ଚୁକ୍ତିପତ୍ର ଲେଖା ହେଲା ସମର୍ପିତ ହେବା ପାଇଁ ସାରାଟା ଜୀବନ, ଖାସ୍ ସେଇ ପୁରୁଷ ପାଇଁକି। ଅନ୍ୟାୟ ଅନୀତି ହେଉ ଜଳିଯାଉ ମନ, ଜଳିଯାଉ ସ୍ନେହ ପ୍ରେମ ସ୍ୱପ୍ନ ଇଚ୍ଛା ସବୁ, ଚୁକ୍ତି ଅଛି ସହିବାକୁ ହେବ, ଖାସ୍ ସେଇ ପୁରୁଷ ପାଇଁକି। ହସ ଖୁସି ପ୍ରେମ ପ୍ରୀତି ବନ୍ଧୁ ସାଥୀ ମେଳ, ନିଜ ମନ ନେଇ କିଛି କରିପାରେ ନାହିଁ। ଯେଉଁଠି ପରମେଶ୍ୱର ସଶରୀରେ ବିଜେ, ସ୍ୱାଧୀନତା ହଜିଯାଏ ନିଜ ମନ ନିଜକୁ ବୁଝାଏ। ଆତ୍ମହତ୍ୟା କରୁ ଅବା ତିକ୍ତ ଅନୁଭୂତି ସାଥେ, ଜଳୁଥାଉ ଅହର୍ନିଶି ନାହିଁ କିଛି କ୍ଷତି, ଖାସ୍ ସେଇ ପୁରୁଷ ପାଇଁକି। ଖାସ୍ ସେଇ ପୁରୁଷ ପାଇଁକି। କେବଳ ସମ୍ପର୍କ ପାଇଁ ସ୍ୱାର୍ଥ ଅର୍ଥ ସାମର୍ଥ୍ୟର ଘୋଡ଼ା ବେପାରରେ ଆୟୁଷ ସରିଲେ କିନା
ଅକାଳରେ ମରଣର ଶରଣକୁ ନେଲେ ଅଳତା ସିନ୍ଦୁର ନାଇ ଜୀବନ୍ତ ଜୁଇରେ ଆତ୍ମଦାହ କରିବାକୁ ବାଧ୍ୟ ହୋଇଯାଏ ଘଣ୍ଟ ଘଣ୍ଟା ଖୋଳକର ତାଳେ। ସତୀ ହୁଏ ମନ୍ଦିରରେ ପୂଜା ପାଏ ଖାସ୍ ସେଇ ପୁରୁଷ ପାଇଁକି, ଯାହା ପାଇଁ ନିଜ ଜୀବନକୁ ମଣୁଥିଲା ଧନ୍ୟ କେବେ ଭାବୁଥିଲା ସେ ତ ଭାଗ୍ୟବତୀ। ଏବେ ବି ଏଇ 13ରୁ 83 ପଡ଼ି ରହେ ମନକୁ ବୁଝେଇ, ଏବେ ମଧ୍ୟ 13ରୁ 83 ପଡ଼ି ରହେ ମନକୁ ବୁଝେଇ, ଖାସ୍ ସେଇ ପୁରୁଷଟି ପାଇଁ, ଖାସ୍ ସେଇ ପୁରୁଷଟି ପାଇଁ ଶୁଭ ଶଙ୍ଖ ସାଥେ ସାଥେ ମନ ଓ ଶରୀର, ଖାସ୍ ସେଇ ପୁରୁଷ ପାଇଁ ଯାହା ହାତେ ଥିଲା ହାତ ସବୁରି ଆଗରେ ଚୁକ୍ତିପତ୍ର ଲେଖା ହେଲା ସମର୍ପିତ ହେବା ପାଇଁ ସାରାଟା ଜୀବନ, ଖାସ୍ ସେଇ ପୁରୁଷଟି ପାଇଁ, ଖାସ୍ ସେଇ ପୁରୁଷଟି ପାଇଁ। ଧନ୍ୟବାଦ। କବିତାର ଶୀର୍ଷକ ସମାଧାନ। ଆସ ଏକ ନୂଆ ରାସ୍ତା ଖୋଜିବା, କିଛି ନୂଆ ସ୍ୱପ୍ନ ଦେଖିବା, କିଏ ଜାଣେ କେତେବେଳେ ସମୟର ପରିବର୍ତ୍ତନ ହେବ। ଆସ ଏକ ନୂଆ ରାସ୍ତା ଖୋଜିବା, କିଛି ନୂଆ ସ୍ୱପ୍ନ ଦେଖିବା, କିଏ ଜାଣେ କେତେବେଳେ ସମୟର ପରିବର୍ତ୍ତନ ହେବ। ଆସ ସାଉଁଟି ଆଣିବା ସ୍ମୃତିରୁ ଶାମୁକା, ସପନରୁ ପାରିଜାତ। ଆସ ସାଉଁଟି ଆଣିବା ସ୍ମୃତିରୁ ଶାମୁକା, ସପନରୁ ପାରିଜାତ। ଭରିଦେବା ଶିଶୁର ମୁହଁରେ ହସ, ମନେ ପକେଇବା ମାଆର ମମତା, ମନେ ପକେଇବା ମାଆର ମମତା। ଛାଡ଼ିଦେବା ହିଂସା ଓ ଅହଙ୍କାର, ସଜାଡ଼ି ଦେବା ଆମ ଆଖପାଖ ପରିବେଶ, ସଜାଡ଼ି ଦେବା ଆମ ଆଖପାଖ ପରିବେଶ। ସେତିକିରେ ହସିପାରେ ଆମ ରାଜ୍ୟ ଆଉ ଦେଶ, ଖାଲି ଯାହା ସାମାନ୍ୟ ପ୍ରୟାସ। ଏମିତି ଦେଖୁ ଦେଖୁ ରାସ୍ତା ସାଙ୍ଗେ ରାସ୍ତା ଯୋଡ଼ି ହୋଇଯିବ, ଏମିତି ଦେଖୁ ଦେଖୁ ରାସ୍ତା ସାଥେ ରାସ୍ତା ଯୋଡ଼ି ହୋଇଯିବ। ଜଣେ ଆଉ ଜଣଙ୍କ ମନର ଭାଷା ବୁଝିପାରୁଥିବ, କେଉଁଠି ଦୁଃଖୀ ଲୁହ ପୋଛୁଥିବ, କେଉଁଠି ଦୁଃଖୀ ଲୁହ ପୋଛୁଥିବ, କେଉଁଠି ବଧୂ ବନ୍ଧନର ଶିକୁଡ଼ି ଖୋଲିବ, କେଉଁଠି ଦୁଃଖୀ ଲୁହ ପୋଛୁଥିବ, କେଉଁଠି ବଧୂ ବନ୍ଧନର ଶିକୁଡ଼ି ଖୋଲିବ। ଯଦି ଟିକେ ହାତରେ ହାତ, ଯଦି ଟିକେ ହାତରେ ହାତ, ମନରେ ମନ ମିଶିଯିବ, ଦେଖୁ ଦେଖୁ ସବୁର ସମାଧାନ ହେଇଯିବ, ଦେଖୁ ଦେଖୁ ସବୁର ସମାଧାନ ହେଇଯିବ। ଧନ୍ୟବାଦ। ସ୍ମୃତି ସନ୍ତନା ତରଫରୁ ଆଜିର ଏହି ଡିଜିଟାଲ କବିତା ଆସରରେ ମୋର ସମସ୍ତଙ୍କୁ ନମସ୍କାର ଓ ଅଭିନନ୍ଦନ। ମୋତେ ଆଜି ଏହି ଆସରରେ କବିତା ପଢ଼ିବାର ସୁଯୋଗ ମିଳିଥିବାରୁ ମୁଁ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ସରିତାରାଣୀ ବେହେରାଙ୍କ ପାଖରେ ଚିରକୃତଜ୍ଞ। ମୁଁ ଶ୍ରୀ ବିଜୟ କୁମାର ବହଳି। ମୋ କବିତାର ଶିରୋନାମା ଥକା ମନରେ। ଥକା ମନରେ ବସି ମଦକୁ ପିଇ, ଥକା ମନରେ ମଦନ ପିଇଲେ, ମଦନ ପିଇଲେ, ମଦନ ପିଇଲେ ହୋଇବୁ ବାଇ। ଥକା ମନରେ ବସି ମଦକୁ ପିଇ, ଥକା ମନରେ ଢାବାରେ ତ ବସିବା ଯାଇ, ପାଞ୍ଚ ମନରେ ଏକ ହୋଇ। ଢାବାରେ ତ ବସିବା ଯାଇ, ପାଞ୍ଚ ମନରେ ଏକ ହୋଇ। ଚାଉଳି ହୁଇସ୍କି ବିୟର ରମ, ଯାହା ପାଇବାରେ ଦେବା ଢୁକାଇ। ଥକା ମନରେ ବସି ମଦକୁ ପିଇ, ଥକା ମନରେ ମଦ ପରା ଆମ ସର୍ବସ୍ୱ, ତାର ପାଇଁ ବଢ଼ିଆ ଜୋଶ। ମଦ ପରା ଆମ ସର୍ବସ୍ୱ, ତାର ପାଇଁ ବଢ଼ିଆ ଜୋଶ। ସଂସାର ଭିତରେ କାମ ଦୋଷାର, ତାର ବିନା ଗତି ମୁକତି କାହିଁ। ଥକା ମନରେ ବସି ମଦକୁ ପିଇ, ଥକା ମନରେ ପିଇ ନାହିଁ ଯିଏ ସେ ମଦ, ନିର୍ମଳ ନୁହେଁ ତା ହୃଦ। ପିଉ ନାହିଁ ଯିଏ ସେ ମଦ, ନିର୍ମଳ ନୁହେଁ ତା ହୃଦ। ମଣିଷ ଭିତରେ ଗଣା ସେ ନୁହେଁ, ସମାଜରେ ତାର ସ୍ଥାନ ତ ନାହିଁ। ଥକା ମନରେ ବସି ମଦକୁ ପିଇ, ଥକା ମନରେ
पी देखे त्रिभुवन बुढ़ा रुके हुए जवान पी देखे त्रिभुवन बुढ़ा रुके हुए जवान पी पी ताकू अभ्यास होइले सहज संस्कृत से कहि थका मनरे बसी मद कुपी थका मनरे मद पी मागरे भिक सारी दिय संपत्ति जाक मद पी मागरे भिक सारी दिय संपत्ति जाक कलबल पछे हेउ परिवार बोतल कुटे की जाले सोई थका मनरे बसी मद कुपी थका मनरे मदन पीले मदन पीले होई थका मनरे बसी मद कुपी थका मनरे बसी मद कुपी थका मनरे। धन्यवाद। जय जगन्नाथ। नमस्कार, मु अनिमा पट्टनायक भुवनेश्वर। स्मृति सांत्वना पत्रिकार 17तम डिजिटाल कविता आसर को अगणित सृजन मनस्क कवि कवयित्री मानू मोर आंतरिक शुभेच्छा और शब्द प्रणाम। आज पुरातन वर्ष को विदाय, नूतन वर्ष को आह्वानर समय। हेले कोरोना जेमिति सबु सुख शांति आउ सद्भावना को मनरु छिन्न करि नेछि, तथापि मनीष अच्छी माने आशा तो अच्छी। तेणु आसंतु आमे नूतन वर्ष को स्वागत करिवा। मोर कवितार शीर्षक नववर्ष 2021। आसंतु सुनिबा। नववर्ष आउ तुमे विलंब करना, नववर्ष आउ तुमे करना विलंब, कारण यह तो विधिर निर्देश। तुमर तो आसीबार थिला शीघ्र हुओ आविर्भूत, मन प्राण करी पुलकित, सबु जेमिति पूर्व निर्धारित। देख तुमे चली जाए पुराणा वर्षटा, देख तुमे चली जाए पुराणा वर्षटा, प्रीतिमग्ना प्रियतमा मागई विदाय। हेले तुमे चली जाओ तुम पथे, हेले तुमे चली जाओ तुम पथे, आमे आजी नाचार ओ असहाय। नववर्ष आगमने उन्मादना नहीं धरणी रही चाही, पलक पड़ई नाही। हसी उठे बगीचारे नाना जाति फूल, हसी उठे बगीचारे नाना जाति फूल, घास कि सुंदर प्रजापति, भंवरर मतुआला मूल। घास गालीचारे देख रूपा चादरटा, मेलेई देइछि तार पूर्ण अवयव। घास गालीचारे देख रूपा चादरटा, मेलेई देइछि तार पूर्ण अवयव। भाईचारा और सद्भावना रे कटु संसारटा नुआ वर्ष रे, भाईचारा और सद्भावना रे कटु नुआ वर्ष सद्भावना रे। सभिए जानती आजी नुआ काली पुरुणा हेब, आज जे आसीची काली से जीव। ध्रुव सत्य एई दुनियार रीति, ध्रुव सत्य एई दुनियार रीति, मने कर नाही सेथिपाई भीति। मरण पाई के जीवा छाड़े, मरण पाई के जीवा छाड़े, एक कथा जे भावे द्विधारे पड़े, एक कथा जे भावे से द्विधारे पड़े। तेणु जीवा आसीबा तो लागी रहिबो, जीवा आसीबा तो लागी रहिबो, जीवन चक्र एपरि घुरिबो। देख रात्रिर कालिमा हटाई उइलेणी नूतन सुरुज, रात्रिर कालिमा हटाई उइलेणी नूतन सुरुज। नुआ आशा नुआ उद्दीपना नहीं बुणिलेणी सुनेली मुरुज, नुआ आशा नुआ उद्दीपना नहीं बुणिलेणी सुनेली मुरुज। सर्वे मिलिमिशि आज प्रार्थना करिबा आस, सर्वे मिलिमिशि आज प्रार्थना करिबा आस विभुंक पୟରେ। हिंसा द्वेष और महामारी भय दूर हेउ नुआ बरसरे, हिंसा द्वेष और महामारी भय दूर हेउ नुआ बरसरे। नववर्ष गो तुमे हसी हसी आस आजी ए धरा धामरे, नववर्ष गो तुमे हसी हसी आस आजी ए धरा धामरे।
पुलक भरिदियो सभिंक मनरे, पुलक भरिदियो सभिंक प्राणरे। धन्यवाद, नमस्कार।